ଶୁଣନ୍ତୁ ମୋର ଆଉ ଗୋଟିଏ ଗପ ବନାନୀର କାହାଣୀ। ସେଟା ତା ମାଆକୁ କହୁଥିଲା, ମା ତୋତେ କାଲି ରାତିରେ ଶୋଇବା ପୂର୍ବରୁ କହିଥିଲି ନା ମତେ ଟିକେ ବେଳାବେଳି ଡାକିଦେବୁ ବୋଲି, ତେବେ ଡାକିଲୁନି କାହିଁକି? ମୋର ମେଞ୍ଚା ପେପର ୱାର୍କ ଅଛି, ତାକୁ ସାରିଲେ ପୁଣି ସେ ଲୋକ କହିଛି ଗୋଟାଏ ବେଳକୁ ଜାଗା ଦେଖିବାକୁ ଯିବାକୁ ଅଛି, ସେପଟେ ପୁଣି ଡେରି ହୋଇଯିବ। ନ ଡାକି ବୁଲୁଛୁ, ମତେ ଟିକେ ଡାକି ଦେଇଥିଲେ ହେଇନଥାନ୍ତା ସକାଳୁ। ଝିଅ ଶ୍ରେୟା କଥାରେ ଉତ୍ତର ଦେଇ ନଥିଲେ ବନାନୀ। ଶ୍ରେୟା କହିଲା, ମା କଣ ହୋଇଛି କି? କଣ କିଛି କହୁନୁ, କଣ ରାଗିଛୁ କି? କାଲିଠାରୁ ଟଙ୍କା ଆଣି ଥୋଇଛି, ସେଇଠି ଥୁଆ ହେଇଛି, ତାକୁ ନେଇ ରଖିନୁ, ସକାଳୁ କିଛି କଥା କହୁନୁ, କଣ ହୋଇଛି ତୋର? ବନାନୀ କହିଲେ, ମୋର କାହିଁକି କଣ ହେବ, ତୋ ପଇସା କିନ୍ତୁ ଛୁଇଁବିନି ଯେପର୍ଯ୍ୟନ୍ତ ତୁ ମୋ କଥାରେ ରାଜି ନ ହୋଇଛୁ। ଶ୍ରେୟା କହିଲା, ତୁ କହିବୁ ମୁଁ ଶୁଣିବି ନାହିଁ, ସେମିତି କଣ କେବେ ହୋଇଛି ନା ହେବ କହିଲୁ? ମୋ କହିବା କଥା ଏତିକି ଯେ ମୁଁ ତତେ ଛାଡିକି ଯିବିନି, ତୁ ବୁଝୁନୁ, ଯଦି କେହି ରାଜି ହୋଇଯିବେ ଆମ ସାଥିରେ ରହିଯିବାକୁ, ତେବେ ମୁଁ ଯାଇ ବେଦିରେ ବସିଯିବି। ହଁ ବା, ଆଉ ତୋରି ଶାସନ ଚାଲିଛି ତ, ତୁ ଯାହା କହିବୁ ସମସ୍ତେ ମୁଣ୍ଡ ପାତି ସହିଯିବେ। ଆଉ ଛାଡ ତୋ କଥା ଗୁଡାକ, ତୋ ସାଥିରେ କଥା ହେଇ ମୋର କିଛି ଲାଭ ନାହିଁ, ଯାଇ ରୋଷେଇ ଘରକୁ କଣ କରେ ମୋର ଖାଇବାକୁ। ଏତିକି କହି ବନାନୀ ରୋଷେଇ ଘରକୁ ପଶିଗଲା। ଶ୍ରେୟା ତାର କାଗଜ କାମ କରି ବସିଲା। ସେତିକି ବେଳେ କେହି ଜଣେ ବନାନୀକୁ ଖୋଜି ଶ୍ରେୟା ତା ମାଆକୁ ଡାକି ଡାକି ରୋଷେଇ ଘରକୁ ଗଲା। କହିଲା, ମା ତତେ କେହି ଜଣେ ଖୋଜୁଛନ୍ତି। ବନାନୀ କହିଲେ, ମତେ ପୁଣି କିଏ ଖୋଜୁଛୁ? ପୁଣି କାହିଁ ଖୋଜୁଛି? ଶ୍ରେୟା କହିଲା, ଓହୋ ଯାଇ ଦେଖ ଆଗ, ଏଇଠୁ କେମିତି କଣ ଜାଣିପାରିବୁ ଯେ ସବୁ କଥାରେ ତର ଏଇଠି ଗପୁଛି, ଯାଉନୁ ଯା, ମୁଁ ଭଜା ଦେଖୁଛି। ଏହା କହି ବନାନୀକୁ ପଠାଇଲା। ବନାନୀ ଦେଖିଲା ତା ଭାଇ ବରୁଣ ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ପୋଛି ଦେଇ କହିଲା, ତମର ପୁଣି ମୋ ପାଖରେ କି କାମ ପଡିଲା? ବରୁଣ କହିଲା, ତୁ ସାହାଯ୍ୟ ନ କରିଲେ ଆମେ ସମସ୍ତେ ଗଛ ମୂଳରେ ବସିବୁ। ବନାନୀ ପୁଣି କହିଲା, ମୁଁ ତମକୁ କି ସାହାଯ୍ୟ କରିପାରିବି? ବରୁଣ କହିଲା, ବିପିନ ସେୟାର ମାର୍କେଟରେ ଟଙ୍କା ଲଗେଇ ସବୁ ହାରି ଯାଇଛି, ଘରେ ଆଉ କିଛି ନାହିଁ, ସବୁ ବନ୍ଧା ପଡିଛି। ମୋ ପାଖରେ ଯେତିକି ଟଙ୍କା ଅଛି ସେତିକି କିଛି ନୁହେଁ, ପଛ କଥା ଭୁଲି ତୋ ବଡ ବଣରେ ମତେ ଟିକିଏ ସାହାଯ୍ୟ କରିଦେ। ବନାନୀ କହିଲେ, ମୋ ପାଖରେ ଟଙ୍କା କାହିଁ? ମୁଁ ତ ଦିନ ମଜୁରିଆ, ମୁଁ କେଉଁଠୁ ଟଙ୍କା ଆଣିବି? ତମେ ଯାଅ ଆଉ କେଉଁଠି ଦେଖ, କହି ତାଙ୍କୁ ବିଦା କରି କବାଟ ଦେଇଦେଲା। ଆଉ ନିଜେ ଲୁହ ପୋଛି ପୋଛି ରୋଷେଇ ଘରକୁ ଗଲା। ଶ୍ରେୟା କହିଲା, ସେ କିଏ ମା, ଯାହାକୁ ଦେଖୁ ଦେଖୁ ତୁ କାନ୍ଦି ପକେଇଲୁ? ବନାନୀ ଝିଅକୁ ଜାବୁଡି ଧରି ଜୋରରେ କାନ୍ଦିଲା। ଶ୍ରେୟା କହିଲା, ଓହୋ କାହିଁକି ଏତେ କାନ୍ଦୁଛୁ? ଚୁପ ହୋଇଯା ମା, କହ କଣ ହୋଇଛି? କିଛି ସମୟ ଗୁମ ହୋଇ ବସି ପଡିଲା ବନାନୀ। ପାଣି ପିଇ କହିଲା, ତୁ ଜନ୍ମ ହେବା ପରେ ପରେ ତୋ ବାପା ତତେ ଫୋପାଡ଼ି ଦେବାକୁ କିମ୍ବା ଅନ୍ୟ କାହାକୁ ଦେଇଦେବାକୁ କହିଲେ। ମୁଁ ଯେତେବେଳେ ମନା କଲି ସେତେବେଳେ କହିଲେ, ମୋ ପାଖରେ ରହିବୁ ନହେଲେ ତା ପାଖରେ ରହିବୁ। ମୁଁ ତତେ ବାଛିଲି। ସେ କହିଲେ, ହଉ ଠିକ ଅଛି, ଯଦି ଝିଅକୁ ବାଛୁଛୁ ତେବେ ତୁ ବି ତା ସାଥିରେ ଘରୁ ବାହାରି ଯା। ମୁଁ ତତେ ନେଇ ବଡ ସାହସରେ ଭାଇ ପାଖକୁ ଚାଲି ଆସିଥିଲି। ଇଏ ମୋ ଭାଇ, ଯାହାକୁ ମୁଁ କହିଲି କି ଶାଶୁଘର ଲୋକ ମତେ ବାହାର କରିଦେଇଛନ୍ତି, ମତେ ରହିବା ପାଇଁ ଜାଗା ଟିକେ ଦିଅ। ମୋ ଭାଇ କହିଲା, କେମିତି ତତେ ରହିବାକୁ ହଁ କହିଦେବି କହୁନୁ? ବାପା ଅଜା ଅମଳର କୋଠା ଘର ଅଛି ବୋଲି ତୁ ଭାବୁଛୁ ଚଳିବା ଫର୍ଚା ନା କଣ? ସତ ହେଲା ଖାଇବା ପାଇଁ ବି ପଇସା ନାହିଁ। ମୁଁ କହିଲି, ପାଣି ହାଣ୍ଡି ଛୁଆଟା, ମାସେ 2 ମାସ ରହିବା ପାଇଁ ସମୟ ଦିଅ, ତାପରେ ମୁଁ କିଛି ବ୍ୟବସ୍ଥା କରିବି। ମୋ ଭାଇ କହିଲା, କେମିତି ନିଜ ପରିବାରର ଗୁଜାରଣ ମେଣ୍ଟାଇବି ସେ ଚିନ୍ତାରେ ଦିନରେ ବସି ପାରୁନି କି ରାତିରେ ଶୋଇପାରୁନି। ତତେ ରଖିଲା ପରେ ଜାଗା ମୋ ଘରେ ନାହିଁ, କହି କବାଟ ବନ୍ଦ କରିଦେଲା। ତତେ ଆଣି କିଛି ଦିନ ଗାଁ ସ୍କୁଲରେ ଭୋକ ଉପାସରେ ରହିଲି। କାନ୍ଦିଲେ ମନ ହାଲକା ହୋଇଯାଏ ସିନା, ପେଟ ପୁରେ ନା। ଦିନ ମଜୁରିଆ କାମକୁ ବାଛି ନେଲି। ସେଥିରେ ଗୋଟିଏ ସୁବିଧା ହେଉଥିଲା, କଣ ନା ତତେ ସାଙ୍ଗରେ ନେଇ ଯାଉଥିଲି, ପାଖରେ ଶୁଆଇ କାମ କରୁଥିଲି। ତତେ ଭୋକ ଲାଗିଲେ କାମ ମଝିରେ ଆସି ତତେ ଖୁଆଇ ଦେଇ ଯାଉଥିଲି। କିନ୍ତୁ ବର୍ଷା ଦିନରେ ଭାରି ଅସୁବିଧା ହୁଏ। ଦିନେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ଘରେ ରହିବା ପାଇଁ କହିଲେ। ଆସିଲି ତାଙ୍କ ଘରେ ରହିବା ପାଇଁ। ଘରର ସବୁ କାମ ପରେ ବାସି ଖାଦ୍ୟ ଆଉ ମାସ ଶେଷରେ 2000 ଟଙ୍କା, ସେତିକିରେ କଣ ଚଳି ହେବ? ମୁଁ ଦିଦିକୁ ସବୁ କଥା କହିଲି। ଦିଦି କିନ୍ତୁ ଆଉ ଟଙ୍କା ଦେବାକୁ ରାଜି ହେଲେନି। ସେଇଠୁ ଚାଲି ଆସିଲି, ଅନ୍ୟତ୍ର ଭଡା ନେଇ ରହିଲି। ସକାଳୁ ବାସନ 2-3 ଜଣଙ୍କ ଘରେ ମଜାମଜି କରିଦିଏ, କଣ ଟିକେ ଜଳଖିଆ କରି ତତେ ଖୋଇଦେଇ ନିଜେ ଖାଇ କାମକୁ ବାହାରିଯାଏ। ବହୁତ ହଇରାଣ ହୋଇଛି ମୁଁ, କିନ୍ତୁ କେହି ସାହାଯ୍ୟ କରିନାହାନ୍ତି। ଯେତେବେଳେ ମୋର ସାହାଯ୍ୟ ନିହାତି ଆବଶ୍ୟକ ଥିଲା ସମସ୍ତେ ମୁହଁ ବୁଲାଇ ଦେଇଛନ୍ତି। ସମସ୍ତେ ଥାଇ ବି ତୁ ଅନାଥ। ହଦେ ଛାଡ ସେ କଥା, ଯା ତୋ କାଗଜ ପତ୍ର କଣ କାମ କରିବା କଥା କରିକି ରଖ,
ମୁଁ ଖାଇବା ପାଇଁ ବାଢୁଛି। ଶ୍ରେୟା କହିଲା, ହଁ ତୁ ବାଢେ, ମୁଁ ଆସୁଛି। ଶ୍ରେୟା ଜାଣିଥିଲା ପାଠପଢା ତା ପାଇଁ କେତେ ଗୁରୁତ୍ୱ ରଖେ। ଅବହେଳା କରେନି କେବେ ପାଠପଢାରେ ସେ। ମା ସର୍ବସ୍ୱ ଜୀବନ ତାର, ତାକୁ କେଉଁଠି ବି ହାରିବାକୁ ଦେଇନି। ଦେଖିଛି ସେ ତାର ମାର ସଂଘର୍ଷକୁ, ପାଣିଖିଆ ହାତ ଗୋଡକୁ, ଚିରା ଲୁଗାରେ ଗଣ୍ଠି ପକାକୁ, ଔଷଧ ଅଭାବରେ ସୋରିଷ ତେଲ ମାରି ଚୁଲିରେ କପଡା ପୋଡିଆ କରି ସେକି ହେବାକୁ, ଶ୍ରେୟାର ପାଠପଢା ପାଇଁ ଟଙ୍କା ରୋଜଗାର କରିବାର ସଫଳ ପ୍ରଚେଷ୍ଟାକୁ। ମା ଅଜାଣତରେ ଶ୍ରେୟା ଏଇଟା ବି ଦେଖିଛି କି ତାର ଚିରା ଜାମାରେ ହାତ ବୁଲେଇ ମା କେମିତି କଇଁ କଇଁ ହୋଇ କାନ୍ଦିଛି। ନିଜେ ନିଃସ୍ୱ ହୋଇ ଶ୍ରେୟାକୁ କେମିତି ପରିପୂର୍ଣ୍ଣ କରିଦେଇଛି। ଶ୍ରେୟା ଶିକ୍ଷୟିତ୍ରୀ ଚାକିରି କରିବା ପରେ ବିଓ ପରୀକ୍ଷା ଦେଇଛି ଏବଂ ବିଓ ହେଲା ପରେ ଲୋନ୍ ଆଣି ରଖିଛି ଘର କରିବ ବୋଲି। ସେଇ ପଇସା ବନାନୀ ବରୁଣକୁ ଦେବାକୁ ମନା କରିଦେଲେ। ଠିକ୍ ଜାଗା କିଣିବା ପାଇଁ ଦେଖିବାକୁ ଯିବା ସମୟରେ ଏତେ ସମସ୍ୟା। ଶ୍ରେୟା ବନାନୀ ପାଖକୁ ଯାଇ କହିଲା, ମା, ସତରେ ଯଦି ମାମୁଙ୍କ ଘର ନିଲାମ ହୋଇଯାଏ, ସେମାନେ ରାସ୍ତା କଡ଼ରେ ପରିବାର ସହିତ ରୁହନ୍ତି, ସତରେ ତୁ ସହିପାରିବୁ? ବନାନୀ ଶ୍ରେୟାକୁ ଚାହିଁଲା। ସତରେ ତା ଝିଅ ବଡ଼ ହୋଇଗଲାଣି। ଟଙ୍କା ନେଇ ମା ଝିଅ ଗଲେ। କଲିଂ ବେଲ୍ ମାରିଲେ। ବରୁଣ କବାଟ ଖୋଲିଲା। ଭିତରକୁ ତାଙ୍କୁ ଡାକିଲା। ବନାନୀ ମନା କରିଲା। କହିଲା, ଯେଉଁ ଘର ମତେ ଅସହାୟ ଅବସ୍ଥାରେ ରଖିବାକୁ ଛୋଟ ପଡ଼ିଗଲା, ସେ ଘରେ ମୁଁ ଛେପ ବି ପକାଇବିନି। ଟଙ୍କା ମାଗିବା ପାଇଁ ଯାଇଥିଲ, ନିଅ, ଆଉ ଏ ଷ୍ଟାମ୍ପ ପେପରରେ ଦସ୍ତଖତ କରିଦିଅ। ପ୍ରତି ମାସରେ କିଛି କିଛି ଟଙ୍କା ଦେଇ ମୋ ପଇସା ଶୁଝିବ, ନହେଲେ ଏ ଘର ମୁଁ ନେଇ ଅନ୍ୟତ୍ର ବିକ୍ରି କରିଦେବି। ବରୁଣ ପାଖରେ ଆଉ ଉପାୟ ନଥିଲା। ବରୁଣ ଦସ୍ତଖତ କରିଲା। ଏମାନେ ଚାଲି ଆସିଲେ। କିଛି ବାଟ ଆସିବା ପରେ କାଗଜ ଚିରି ଫୋପାଡ଼ି ଦେଲା ବନାନୀ। ଶ୍ରେୟା ତାକୁ ଚାହିଁଥିଲା। ବନାନୀ କହିଲା, ଏମିତି ବି ମୁଁ ନୁହେଁ କି କାହା ଅଭାବ ପରିସ୍ଥିତିରେ ତାର ଫାଇଦା ନେବି। ହେଲା, ଏବେ ଚାଲ ଜାଗା ଦେଖିବାକୁ ଯିବା। ଶ୍ରେୟା କହିଲା, ଟଙ୍କା ତ ମାମୁଁଙ୍କୁ ଦେଲୁ, ପୁଣି କାହିଁକି ଯିବା ସେଠିକି? କିଛି ଦିନ ରହ, ମୁଁ ଟଙ୍କା ଆରେଞ୍ଜ କରେ, ସୁବିଧା ଦେଖି ଆଉ କେବେ ଯିବା। ଆଉ ହେ, ମୁଁ କଣ ତୋ ପଇସା ତାଙ୍କୁ ଦେଇଛି ନା କଣ? ମୋ ପାଖରେ ଯେଉଁ ମୋ ପଇସା ଥିଲା ତୋ ବାହାଘର ପାଇଁ ସେଇଆକୁ ଦେଇଛି। ତୁ ତ ବାହା ହେବାକୁ ମନା କରୁଛୁ ନା, ସେଥିପାଇଁ ସେ ପଇସା ତାଙ୍କୁ ଦେଇଦେଲି। ଏବେ ତୋ ପଇସାରେ ଘରେ ଖଣ୍ଡେ କରିକି ଦେଖେ, କାଳେ ଘର ଲୋଭରେ କେହି ଘର ଜ୍ୱାଇଁ ହେବାକୁ ରାଜି ହୋଇଯିବ। ବନାନୀର ଏ କଥାରେ ଶ୍ରେୟା ବନାନୀକୁ ଚାହିଁଲା, ଆଉ ଦୁହେଁ ଜୋରରେ ହସିଲେ। ରହୁଛି। ଗଳ୍ପ ଭଲ ଲାଗିଲେ ଲାଇକ୍ ଓ